ସମସ୍ତଙ୍କୁ ଓଁ ସାଇରାମ ଆଶା କରୁଛି। ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ପ୍ରଥମେ ଲଙ୍କାପତି ରାବଣର ଏକ ସୁନ୍ଦର କାହାଣୀ। ତାପରେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ତାହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା ତ୍ରେତା ଯୁଗର କଥା। ଏବେ ଶ୍ରୀକ୍ଷେତ୍ରରେ ଯେଉଁଠି ପ୍ରସିଦ୍ଧ ଶ୍ରୀ ଲୋକନାଥ ମନ୍ଦିର ଅବସ୍ଥିତ, ସେତେବେଳେ ସେ ସ୍ଥାନ ଏତେ ମନୋରମ ନଥାଇ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଥରେ ଲଙ୍କାର ରାଜା ରାବଣ ପାରିଧି କରିବାକୁ ଆସି ଘନ ଜଙ୍ଗଲ ଭିତରେ ଶିବଲିଙ୍ଗ ଥିବା ଏକ ସ୍ଥାନଟିକୁ ଆବିଷ୍କାର କଲା। ରାବଣ ରାକ୍ଷସ ହେଲେ ମଧ୍ୟ କ'ଣ ହେବ, ସେ ଜଣେ ବ୍ରାହ୍ମଣ ପଣ୍ଡିତ ଏବଂ ଶିବଭକ୍ତ ଥିଲା। ତେଣୁ ଏହି ଶିବଲିଙ୍ଗକୁ ଆବିଷ୍କାର କରିବା ପରେ ଦୈନିକ ବ୍ରହ୍ମ ମୁହୂର୍ତ୍ତରୁ ସେ ତା ପୁଷ୍ପକ ବିମାନରେ ବସି ଲଙ୍କାରୁ ଏହି ସ୍ଥାନକୁ ଆସି ପହଞ୍ଚୁଥିଲା ଏବଂ କେବଳ କେତକୀ ଫୁଲରେ ତାଙ୍କୁ ପୂଜା କରୁଥିଲା। ତାଙ୍କ ଦୟାରୁ ଦୈନିକ ସେ ଯାହା ସାଙ୍ଗରେ ଆଣିଥାଏ ତାକୁ ସୁନା ପାଲଟାଇ ପୁଣି ସୂର୍ଯ୍ୟୋଦୟ ହେବା ମାତ୍ରେ ଲଙ୍କାକୁ ଫେରିଯାଏ। ଏହି ଠାକୁରଙ୍କୁ ପୂଜା କରି ସେ ସୁନାର ଲଙ୍କା ଗଢ଼ିଥିଲା। ଭଗବାନ ଶିବ ତାଙ୍କୁ ସ୍ୱୟଂ ଦର୍ଶନ ଦେଇ ଆଶୀର୍ବାଦ ଦେଇଥିବାରୁ ସେ ଲଙ୍କାର ରାଜା ହୋଇପାରିଥିଲା ଆଉ ସୁନାର ଲଙ୍କା ତିଆରି କରିପାରିଥିଲା। କାଲେ କିଏ ଠାକୁରଙ୍କୁ ସେଠାରେ ଠାବ କରିବ, ସେଥିଲାଗି ସେ ରାବଣ ମାଟି ତଳେ ଶିବଲିଙ୍ଗକୁ ଲୁଚେଇ ରଖି ପୋତି ଦେଇଥିଲା। ପିତୃସତ୍ୟ ପାଳନ କରିବା ଉଦ୍ଦେଶ୍ୟରେ ନିଜର ସ୍ତ୍ରୀ ସୀତା ଓ ସାନ ଭାଇ ଲକ୍ଷ୍ମଣଙ୍କ ସହିତ ରାମଚନ୍ଦ୍ର ଯେତେବେଳେ ବନବାସୀ ହେଲେ, ସେତେବେଳେ ରାବଣ ତା ମାୟା ବଳରେ ପଞ୍ଚବଟୀରୁ ସୀତାଙ୍କୁ ଚୋରାଇ ନେଲା। ସୀତାଙ୍କୁ ଖୋଜି ଖୋଜି ରାମ ଶେଷରେ ଏହି ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ର ତୀର୍ଥରେ ଆସି ପହଞ୍ଚିଲେ। ସେଠାରେ ଏହି ଲିଙ୍ଗକୁ ପୂଜା କରି ରାବଣ ତାଙ୍କ ଦୟାରୁ ସୁନାର ଲଙ୍କା ଗଢ଼ିଛି ବୋଲି ସେ ବହୁତ ପୂର୍ବରୁ ଶୁଣିଥିଲେ। ତେଣୁ ଏଠାରେ ପହଞ୍ଚିବା ମାତ୍ରେ ରାମଚନ୍ଦ୍ର ସେହି ଶିବଲିଙ୍ଗର ସନ୍ଧାନ କଲେ। ମାତ୍ର ତାହା ସେ କେଉଁଠାରେ ବି ସନ୍ଧାନ କରିପାରିଲେ ନାହିଁ। ହଠାତ୍ ରାମ ଲକ୍ଷ୍ମଣ ଦେଖିଲେ ନିକଟରେ ଏକ ଶବର ପଲ୍ଲୀ ଅଛି। ରାମଚନ୍ଦ୍ର ଭାବିଲେ ଶବରମାନେ ନିଶ୍ଚୟ ସେହି ଶିବଲିଙ୍ଗ ସମ୍ବନ୍ଧରେ କିଛିଟା ଜାଣିଥିବେ। ଏକଥା ମନରେ ଭାବି ଲକ୍ଷ୍ମଣ ରାମଙ୍କ ସହିତ ଶବର ପଲ୍ଲୀରେ ଯାଇ ପହଞ୍ଚିଗଲେ। ବନକୁ ଆସିଲା ବେଳେ ଶବରରାଜ ଗୃହରାଜଙ୍କ ସହିତ ମିତ୍ର ବସିଥିଲେ ବୋଲି ଶବରମାନେ ତ ପୂର୍ବରୁ ଜାଣିଥିଲେ। ତେଣୁ ସେମାନେ ଯେତେବେଳେ ରାମ ଓ ଲକ୍ଷ୍ମଣଙ୍କ ପରିଚୟ ପାଇଲେ, ସେମାନଙ୍କୁ ଅତିଥି ରୂପେ ଗ୍ରହଣ କରି ଶବରମାନେ ଅତ୍ୟନ୍ତ ଉତ୍ସୁକ ହୋଇଉଠିଲେ। କ୍ରମେ ରାତି ହେଲା। ଶବରମାନେ ଯେତେବେଳେ ଭୋଜନ କରିବା ଲାଗି ରାମ ଲକ୍ଷ୍ମଣଙ୍କୁ ଡାକିଲେ, ମନ କଥା ମନରେ ରଖି ରାମଚନ୍ଦ୍ର କହିଲେ, ଶିବଲିଙ୍ଗ ପୂଜା ନ କରି ମୁଁ କେବେ ବି ଅନ୍ନ ଜଳ ସ୍ପର୍ଶ କରେ ନାହିଁ। ଏଠାରେ ଯଦି କେଉଁଠି ଶିବଲିଙ୍ଗ ଥାଏ, ତେବେ ମୋତେ କହିଲେ ମୁଁ ଆଗେ ତାଙ୍କ ଉପାସନା କରି ପରେ ଭୋଜନ ଗ୍ରହଣ କରିବି। ରାମଙ୍କ ଠାରୁ ଏକଥା ଶୁଣି ଶବରମାନଙ୍କ ମୁଖିଆ କହିଲେ, ପ୍ରଭୁ ଶିବଲିଙ୍ଗ କେଉଁଠି ଅଛି ଆମକୁ ତ ଜଣା ନାହିଁ। ତେବେ ଦୈନିକ ବ୍ରହ୍ମ ମୁହୂର୍ତ୍ତରେ ଲଙ୍କାର ରାଜା ରାବଣ ଯେଉଁଠି ପୂଜା କରେ, ସେ ସ୍ଥାନକୁ ଆମେମାନେ ଆପଣଙ୍କୁ ଦର୍ଶନ କରାଇ ଦେବୁ। ଆଉ ଶବରମାନେ ରାମଚନ୍ଦ୍ରଙ୍କୁ ନେଇ ରାବଣ ଯେଉଁଠାରେ ଶିବ ଭଗବାନଙ୍କୁ ଲୁଚେଇ ରଖି ପୂଜା କରୁଥିଲା, ସେହି ଜାଗାକୁ ଶବରମାନେ ରାମଚନ୍ଦ୍ର ଭଗବାନଙ୍କୁ ନେଇ ପହଞ୍ଚାଇ ଦେଲେ। ତାପରେ ପ୍ରଭୁ ଭଗବାନ ରାମ ଶିବ ଭଗବାନଙ୍କୁ ଦର୍ଶନ କରି ତାପରେ ଯାଇ ଭୋଜନ କରିଥିଲେ। ତାପରେ ଶୁଣିବା ଚାଲନ୍ତୁ ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ସଫା ହୃଦୟର ଲୋକଟି ସବୁବେଳେ କଷ୍ଟ ପାଇଥାଏ। କାରଣ
ତାକୁ କେହି ବୁଝିପାରନ୍ତି ନାହିଁ। ଆଉ ଯିଏ ବୁଝନ୍ତି ତାକୁ ଜାଣିଶୁଣି କଷ୍ଟ ଦିଅନ୍ତି। ମାଟିର ମାଠିଆ ଆଉ ପରିବାରର ମୂଲ୍ୟ କେବଳ ବନେଇବା ଲୋକେ ହିଁ ଜାଣିଥାନ୍ତି, ଭାଙ୍ଗିବା ଲୋକ ନୁହେଁ। ଉପରକୁ ମୁହଁ କରି ଛେପ ପକାଇଲେ ସେ ଛେପ ଆସି ନିଜ ମୁହଁ ଉପରେ ହିଁ ପଡ଼ିଥାଏ। ଠିକ୍ ସେମିତି ନିଜେ ଅନ୍ୟାୟରେ ରହି ଅନ୍ୟ ଉପରକୁ ଆଙ୍ଗୁଳି ଉଠାନ୍ତୁ ନାହିଁ। ସୁଖ କୁହା ବନ୍ଧୁ ଅନେକ ମିଳନ୍ତି, ଦୁଃଖ କୁହା ବନ୍ଧୁ ବିରଳ। ଉପରକୁ ହସ, ଲୋକ ଦେଖାଣିଆ, ଭିତରଟା ସାରା ଗରଳ। କାମ ଥିଲା ବେଳେ ସମସ୍ତେ ନିଜର, ସରିଗଲେ ସବୁ ପରର। ସ୍ୱାର୍ଥ ଥିବା ଯାଏଁ ସରାଗ ଆଦର, ତାପରେ କିଏ କାହାର। ଜୀବନରେ ଅନେକ ଦୁଃଖ ସୁଖର ସମସ୍ୟା ଆସିବ, ହେଲେ ସେ ସମୟରେ କେବେ ଜଣା ପଡ଼ିବନି। କାରଣ ଭଗବାନ ଜଣେ ଡାଇରେକ୍ଟର, ଆଉ ସବୁଠୁ କଠିନ ରୋଲ୍ ସେ ବେଷ୍ଟ ଆକ୍ଟରକୁ ହିଁ ଦେଇଥାନ୍ତି। କ୍ରୋଧିତ ହୁଅନ୍ତୁ, କ୍ରୋଧକୁ ନିୟନ୍ତ୍ରଣ କରିବା ଶିଖନ୍ତୁ ଏବଂ ଯଦି ତମେ ଭୁଲ କର, ନତମସ୍ତକ ହେବା ପାଇଁ ଶିଖ। ଏ ଜୀବନଟା ବି ବହୁତ ଚାଲାକ। ସବୁଦିନ ଗୋଟିଏ ନୂଆ କାଲିର ସ୍ୱପ୍ନ ଦେଖାଇ ଏ ବୟସଟାକୁ ହିଁ ଛଡ଼େଇ ନେଇଥାଏ। ଭାରି ଅଜବ ଏ ଦୁନିଆ। ଏଠି ବିଶ୍ୱାସ କେବଳ ମିଛ ଉପରେ ହିଁ ଥାଏ। ସତ୍ୟକୁ ତ ସବୁବେଳେ ପ୍ରମାଣ କରିବାକୁ ହିଁ ପଡ଼ିଥାଏ। ଲୋକମାନେ ମିଠା କିନ୍ତୁ ବିଷାକ୍ତ ମିଥ୍ୟା ଶୁଣିବାକୁ ପସନ୍ଦ କରନ୍ତି, କିନ୍ତୁ ତିକ୍ତ ସତ୍ୟକୁ ଶୁଣିବାକୁ ଏବଂ ଗ୍ରହଣ କରିବାକୁ ଭୟ କରନ୍ତି। ଧର୍ମ ଯାହା ବି ହେଉ, ଜଣେ ଭଲ ବ୍ୟକ୍ତି ହୁଅ, ହିସାବ ଆମର କର୍ମର ହେବ, ଧର୍ମର ନୁହେଁ। ଲଙ୍କାପତି ରାବଣର ଏବଂ ଆଜିର ଅନୁଚିନ୍ତା ଭିଡ଼ିଓ ଆପଣମାନଙ୍କୁ ଯଦି ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।